ରାଜପୁତନାର ବୁନ୍ଦୀ ରାଜ୍ୟ ପୂର୍ବେ ଚିତ୍ତୋରର ଅଧୀନରେ ଥିଲା, ପରେ ସ୍ୱାଧୀନ ହେଲା। ଯେତେବେଳେ ଚିତ୍ତୋରର ରାଣା ଦିଲ୍ଲୀର ବାଦଶାହଙ୍କ ଆକ୍ରମଣରୁ ଟିକେ ନିଶ୍ଚିନ୍ତ ହେଲେ, ସେତେବେଳେ ସେ ବୁନ୍ଦୀ ଉପରେ ଆକ୍ରମଣ କରି ତାହାକୁ ପୁଣି ଚିତ୍ତୋରର ଅଧୀନ କରିବାକୁ ମନସ୍ଥ କଲେ। ସେ ସୈନ୍ୟ ବାହାରି ବୁନ୍ଦୀ ନିକଟବର୍ତ୍ତୀ ନିମରିଆଠାରେ ତମ୍ବୁ ପକାଇ ରହିଲେ। ବୁନ୍ଦୀର ରାଜା ହାଡ଼ାଙ୍କୁ ଏହି ସମାଚାର ମିଳିଗଲା। ସେ ତାଙ୍କର ବଛା ବଛା 500 ଯୋଦ୍ଧାଙ୍କୁ ସଙ୍ଗରେ ନେଇ ରାତିରେ ରାଣାଙ୍କ ସେନା ଉପରେ ଆକ୍ରମଣ କଲେ। ଚିତ୍ତୋରର ସୈନିକମାନେ ସତର୍କ ନଥିଲେ। ଅଚାନକ ଆକ୍ରମଣ ହେବାରୁ ସେମାନଙ୍କର ହଜାର ହଜାର ସୈନିକ ମରିଗଲେ। ରାଣାଙ୍କୁ ପରାଜିତ ହୋଇ ଚିତ୍ତୋରା ଫେରିବାକୁ ପଡ଼ିଲା। ଏହି ପରାଜୟରେ ରାଣା କ୍ରୋଧରେ ଜର୍ଜରିତ ହୋଇ ଉଠିଲେ। ସେ ପ୍ରତିଜ୍ଞା କଲେ, ଯେ ପର୍ଯ୍ୟନ୍ତ ମୁଁ ବୁନ୍ଦୀର ଦୁର୍ଗକୁ ଭାଙ୍ଗି ନ ଦେଇଛି, ସେ ପର୍ଯ୍ୟନ୍ତ ଅନ୍ନ ଜଳ ଗ୍ରହଣ କରିବି ନାହିଁ। ଚିତ୍ତୋରରୁ ବୁନ୍ଦୀ 32 କୋଶ। ସୈନ୍ୟ ଏକତ୍ର କରିବାକୁ ଓ ବୁନ୍ଦୀ ପର୍ଯ୍ୟନ୍ତ ଯିବାକୁ ତ ନିଶ୍ଚୟ ସମୟ ଲାଗିବ। ଯୁଦ୍ଧ କେତେ ଦିନ ଚାଲିବ ତାହା ମଧ୍ୟ ଜଣା ନାହିଁ। ରାଣାଙ୍କ ପ୍ରତିଜ୍ଞା ଶୁଣି ଚିତ୍ତୋରର ସାମନ୍ତ ଓ ମନ୍ତ୍ରୀ ବହୁତ ଦୁଃଖୀ ହେଲେ। ସେମାନେ ରାଣାଙ୍କୁ ବୁଝାଇଲେ, ଆପଣଙ୍କ ପ୍ରତିଜ୍ଞା ବହୁତ କଠୋର। ବୁନ୍ଦୀକୁ ତ ନିଶ୍ଚୟ ଜିତିବା, କିନ୍ତୁ ଆପଣ ସେ ପର୍ଯ୍ୟନ୍ତ ଅନ୍ନ ଜଳ ଗ୍ରହଣ ନ କରିବାର ପ୍ରତିଜ୍ଞା ଛାଡ଼ି ଦିଅନ୍ତୁ। ରାଣା କହିଲେ, ପ୍ରତିଜ୍ଞା ହିଁ ପ୍ରତିଜ୍ଞା, ମୁଁ ମୋର ପ୍ରତିଜ୍ଞାକୁ ଭାଙ୍ଗି ପାରିବି ନାହିଁ। ଶେଷରେ ମନ୍ତ୍ରୀମାନେ ଏକ ଉପାୟ ବାହାର କଲେ। ସେମାନେ ଚିତ୍ତୋରରେ ବୁନ୍ଦୀର ଏକ ନକଲି ଦୁର୍ଗ ତିଆରି କରିବାକୁ ବିଚାର କଲେ। ସେମାନେ ରାଣାଙ୍କୁ ବୁଝାଇଲେ, ଆପଣ ବୁନ୍ଦୀର ନକଲି ଦୁର୍ଗକୁ ଭାଙ୍ଗି ପ୍ରତିଜ୍ଞା ପୂର୍ଣ୍ଣ କରନ୍ତୁ ଓ ଅନ୍ନ ଜଳ ଗ୍ରହଣ କରନ୍ତୁ। 2-4 ଦିନ ମଧ୍ୟରେ ସୈନ୍ୟ ଏକତ୍ର କରି ବୁନ୍ଦୀ ଉପରେ ସୁବିଧାନୁସାରେ ଆକ୍ରମଣ କରାଯିବ। ରାଣା ମନ୍ତ୍ରୀମାନଙ୍କ କଥା ମାନିନେଲେ ଏବଂ ବୁନ୍ଦୀର ନକଲି ଦୁର୍ଗ ତିଆରି କରାଗଲା। ବୁନ୍ଦୀ ହାଡ଼ା ଜାତିର ରାଜପୁତମାନଙ୍କର ରାଜ୍ୟ ଥିଲା। ବୁନ୍ଦୀର ହାଡ଼ା ଜାତିର କେତେକ ରାଜପୁତ ଚିତ୍ତୋର ସୈନ୍ୟବାହିନୀରେ ମଧ୍ୟ ଥିଲେ। ସେମାନଙ୍କ ଦଳର ନାୟକ ଥିଲେ କୁମ୍ଭା ବୈରସୀ। କୁମ୍ଭା ସେଦିନ ବଣରୁ ଶିକାର କରି ଫେରିଲା ବେଳେ ନକଲି ଦୁର୍ଗ ତିଆରି ହେଉଥିବାର ଦେଖିଲେ। ପଚାରିବାରୁ ତାଙ୍କୁ ରାଣାଙ୍କର ପ୍ରତିଜ୍ଞା ଓ ମନ୍ତ୍ରୀମାନଙ୍କର ପରାମର୍ଶ ସମ୍ବନ୍ଧରେ ସବୁ କଥା ଜଣାପଡ଼ିଲା। କୁମ୍ଭା ଆଉ ବିଳମ୍ବ ନକରି ନିଜ ବାସସ୍ଥାନକୁ ଫେରି ଆସିଲେ। ସେ ନିଜ ଦଳର ସମସ୍ତ ହାଡ଼ା ରାଜପୁତ ସୈନ୍ୟମାନଙ୍କୁ ଏକତ୍ର କଲେ। ସମସ୍ତ ବୃତ୍ତାନ୍ତ ଶୁଣାଇ କହିଲେ, ଯେଉଁଠି ଜଣେ ବି ଦେଶଭକ୍ତ ଥାଏ, ସେଠାରେ ସେ ବଞ୍ଚି ଥାଉ ଥାଉ ନିଜ ଦେଶର ପତାକା ବା କୌଣସି ଆଦର୍ଶ ସଂକେତକୁ ଅପମାନିତ ହେବାକୁ ସୁଯୋଗ ଦିଏ ନାହିଁ। ବୁନ୍ଦୀର ଏହି ନକଲି ଦୁର୍ଗ ବୁନ୍ଦୀର ସଂକେତ ରୂପେ ତିଆରି କରାଯାଉଛି ଏବଂ ତାକୁ ଭାଙ୍ଗିବାକୁ ସ୍ଥିର କରାଯାଇଛି। ଏହା ଆମ ଜନ୍ମଭୂମିର ଅପମାନ। ଆମେ ବଞ୍ଚି ଥାଉ ଥାଉ ଜନ୍ମଭୂମିକୁ ଏପରି ଅପମାନିତ ହେବାକୁ ଦେବା ନାହିଁ। ଯଥା ସମୟରେ ଅଳ୍ପ କିଛି ସୈନ୍ୟ ସାଙ୍ଗରେ ନେଇ ରାଣା ଦୁର୍ଗ ଭାଙ୍ଗିବାକୁ ଯାଇ ଦେଖିଲେ ଯେ କୁମ୍ଭା ବୈରସୀ ତାଙ୍କର ସହଯୋଗୀ ସୈନ୍ୟମାନଙ୍କ ସହିତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଦୁର୍ଗର ରକ୍ଷା ପାଇଁ ଠିଆ ହୋଇଛନ୍ତି। କୁମ୍ଭା ରାଣାଙ୍କୁ ଜଣାଇଲେ, ଆମେମାନେ ଆପଣଙ୍କର ସେବକ। ଆମେ ଆପଣଙ୍କ ଲୁଣ ଖାଇଛୁ। ଆପଣ ବୁନ୍ଦୀ ଉପରେ ଆକ୍ରମଣ କଲେ ଆମେ ଆପଣଙ୍କୁ ବିରୋଧ କରିବୁ ନାହିଁ। ଅନ୍ୟ କୌଣସି ଆକ୍ରମଣରେ ଆମେ ଆପଣଙ୍କ ରକ୍ଷା ପାଇଁ ଓ ଆପଣଙ୍କ ଆଜ୍ଞା ପାଳନ କରିବା ପାଇଁ ହସି ହସି ପ୍ରାଣ ଦେଇପାରିବୁ, କିନ୍ତୁ ଆମ ଜନ୍ମଭୂମିର ଏପରି ଅପମାନ ଦେଖିପାରିବୁ ନାହିଁ। ଆମେ ବଞ୍ଚି ଥାଉ ଥାଉ ଆପଣ ଏହି ନକଲି ଦୁର୍ଗକୁ ଭାଙ୍ଗି ପାରିବେ ନାହିଁ। ରାଣା ଖୁବ୍ ରାଗିଗଲେ। ଭୀଷଣ ଯୁଦ୍ଧ ଚାଲିଲା। ଯେଉଁ ନକଲି ଦୁର୍ଗକୁ ଭାଙ୍ଗିବା ରାଣା ଓ ମନ୍ତ୍ରୀମାନେ ସରଳ ମନେ କରୁଥିଲେ, ତାହା ପାଇଁ ଭୟଙ୍କର ଯୁଦ୍ଧ କରିବାକୁ ପଡ଼ିଲା। କୁମ୍ଭା ଓ ତାଙ୍କ ସହଯୋଗୀମାନଙ୍କର ଶରୀର ଟଳି ପଡ଼ିବା ପରେ ଯାଇ ରାଣା ସେହି ନକଲି ଦୁର୍ଗକୁ ଭାଙ୍ଗିବାରେ ସମର୍ଥ ହେଲେ। ଦୁର୍ଗକୁ ଭାଙ୍ଗି ରାଣା ନିଜର ପ୍ରତିଜ୍ଞା ପୂର୍ଣ୍ଣ କଲେ ସତ, କିନ୍ତୁ କୁମ୍ଭା ପରି ବୀରର ମୃତ୍ୟୁରେ ରାଣାଙ୍କୁ ବହୁତ ଦୁଃଖ ହେଲା। ସେ କୁମ୍ଭାର ବୀରତ୍ୱକୁ ସମ୍ମାନ ଦେବା ପାଇଁ ବୁନ୍ଦୀ ଉପରେ ଆକ୍ରମଣ କରିବାର ଭାବନା ପରିତ୍ୟାଗ କଲେ ଏବଂ ସେଠାକାର ରାଜାଙ୍କୁ ଡକାଇ
ତାଙ୍କ ସହ ମିତ୍ରତା କଲେ। କୁମ୍ଭା ପରି ଦେଶଭକ୍ତ ଓ ବୀର ହିଁ ଦେଶକୁ ସ୍ୱାଧୀନ ଓ ଗୌରବଶାଳୀ କରାନ୍ତି।